ଆଜି ମୁଁ ଆସିକି ପହଞ୍ଚିଛି ବହୁତ ବଡ଼ ବଡ଼ ଲୋକଙ୍କ ପାଖରେ। ତ ତାଙ୍କର ଆଜି ଆମେ ଇଣ୍ଟରଭ୍ୟୁ ନେବା, ବାଇଟ୍ ନେବୁ। ତ ଦେଖନ୍ତୁ ସେ ବଡ଼ ଲୋକ କୁଆଡ଼େ ଯାଉଛନ୍ତି, କ'ଣ କରୁଛନ୍ତି, ସେ ଦେଖିବା। ତମେ କୁଆଡ଼େ ଯାଉଛ? ସ୍କୁଲ। ତମର ଡ୍ରେସ୍ କାହିଁ? ଆମର କହିଛନ୍ତି 2 ମାସ ପର୍ଯ୍ୟନ୍ତ ଘୋଡ଼ା ଡ୍ରେସ୍। 2 ମାସ ପର୍ଯ୍ୟନ୍ତ ଘରୁଆ ଡ୍ରେସ୍ ପିନ୍ଧିବ। ତମେ କୋଉ କ୍ଲାସରେ ପାଠ ପଢୁଛ ନା କଲେଜରେ? କ୍ଲାସ୍ 1। କ୍ଲାସ୍ 1ରେ ପଢୁଛ। କ'ଣ କ'ଣ ପାଠ ଶିଖିଲଣି? ଇଏ ମୋ ଭଉଣୀ, ଛୋଟ ଭଉଣୀ। ଛୋଟ ଭଉଣୀ ଆଉ KG 2 ହେଲା। KG 2। ଆଉ କ'ଣ କ'ଣ ପାଠ ଶିଖିଲଣି? ତାର ପାଠ ଶିଖିଲାନି। ଆଉ ତମେ ପରା ଇନଷ୍ଟାଗ୍ରାମ ରିଲ୍ସ କରୁଛ, ଭାଇରାଲ ତମେ? ମୁଁ ଭାଇରାଲ ହେଇନି, ମୁଁ ନୂଆ ନୂଆ ଖୋଲିଛି। ନୂଆ ନୂଆ ଖୋଲିଛ। ଭାଇରାଲ ହେଲେ କ'ଣ କରିବ? ଆଉ ତମକୁ ଯଦି ହିରୋଇନ ଚାନ୍ସ ଦିଆଯିବ, ହିରୋଇନ କରିବ? ଆଉ ଭାଇରାଲ ହେଇଗଲେ ମିଠା ଦବ? ମିଠା ଦେଇପାରିବନି? ତମେ ତ ଭାଇରାଲ ହବ ମାନେ ତମ ଆକାଉଣ୍ଟକୁ ପଇସା ଆସିବ, ପଇସା ଆସିଲେ ମିଠା ଦବନି? ଦବ। ହଉ ଠିକ ଅଛି। ଭାଇରାଲ ହେଲେ ଆମକୁ ହିରୋ ଚାନ୍ସ ମିଳିପାରିବ? ଠିକ ଅଛି। ଭଗବାନ କରନ୍ତୁ ଆପଣଙ୍କୁ ଚାନ୍ସ ମିଳୁ, ଆପଣ ହିରୋଇନ ହୁଅନ୍ତୁ, ଇନଷ୍ଟାଗ୍ରାମ, ଫେସବୁକ୍, ୟୁଟ୍ୟୁବରେ ଭାଇରାଲ ହୁଅନ୍ତୁ। ଆଉ କ'ଣ କହିବେ ଦର୍ଶକ ମାନଙ୍କୁ? ଛୋଟ ଭଉଣୀ ସ୍କୁଲରେ କିଛି କାମ ନାହିଁ, ମାନେ ମୁଁ ଯାକୁ ଫାଷ୍ଟ ଇନଷ୍ଟାଗ୍ରାମ କଲି, ଇଏ ବି ଫାଷ୍ଟ ସ୍କୁଲ ଗଲା, ଏବେ ଶିଖୁଛି ସିଏ। କିନ୍ତୁ ତାର ମାନେ ପାଠଟା ଟିକେ ହଉଛୁ, ମାନେ ସେ ଗୋଟେ ଖାତାରେ ଲେଖୁଛୁ ଯେ ସେଟା ଅଲଗା ଖାତାରେ ଲେଖିଦଉଛି, ସେଇଥିପାଇଁ ତାର ଭୁଲ ହଉଛି। ହଉ। ତାହେଲେ ଆମେ ସମାଜକୁ କହିବା ଯେ ଭଲ ପାଠ ପଢ, ଭଲ ମଣିଷ ହୁଅ, ରିଲ୍ସ କର, ହିରୋଇନ ହୁଅ, ଏତିକି ତ? ରହିଲି। ଜୟ ଜଗନ୍ନାଥ କୁହ, ଜୟ ଜଗନ୍ନାଥ। ହାତ ଯୋଡ଼ିକି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।